ଆଜି ଆସନ୍ତୁ ଜାଣିବା ଏକ ବିଚିତ୍ର କଥା ଯେଉଁଟାକି ଆମ ମାନସିକତା ଆମ ଚିନ୍ତାଧାରାରେ ପରିବର୍ତ୍ତନ ନିହାତି ଜରୁରୀ। ଏଇଥିପାଇଁ କହୁଛି ଯେ ଯେଉଁଟା ଆମକୁ ଟିକେ ଚିନ୍ତା କଲେ ବା ଭିତରକୁ ଗଲେ ସେ କଥାଟାର ରହସ୍ୟକୁ ଆମକୁ ଟିକେ ଚିନ୍ତା ଜାଣିପାରିବା ଯେ କେତେ ଆମର ମାନସିକତାର ପରିବର୍ତ୍ତନ ନିହାତି ଜରୁରୀ। ଯେ ଏଇଥିପାଇଁ କହୁଛି ଯେଉଁ ଚିନ୍ତାଧାରା ବା ଯେଉଁ କଥା ଗୁଡ଼ାକ ସବୁ ଥିଲା ଆମର ଆଗରୁ ଥିଲା ସେ ଚିନ୍ତାଧାରା ଆଉ କଥାବାର୍ତ୍ତାରେ ଆମେ ଯେଉଁ ଶୁଣିଛନ୍ତି ସେଟା ସବୁ ପରିବର୍ତ୍ତନ ନିହାତି ଜରୁରୀ। କେମିତି ଆମେ ଜାଣିଛନ୍ତି ବା ଶୁଣିଛନ୍ତି ଦେଖିଛନ୍ତି ଚିତ୍ରରେ ଫଟୋରେ ଶିବ ବାଘଛାଲ ଧାରଣ କରିଛନ୍ତି ବା ବାଘଛାଲ ପିନ୍ଧିଛନ୍ତି, ସାପକୁ ଗୁରେଇ ହୋଇଛନ୍ତି, ଗୋଟେ ସାପକୁ ଗୋଟେ ବେକରେ ପକାଇଛନ୍ତି। ଏମିତି ଆମେ ଦେଖନ୍ତି ସିରିଏଲ ଗୁଡ଼ାରେ ଆଉ ପିକ୍ଚର ଗୁଡ଼ାରେ ଆଉ ମନ୍ଦିରରେ ଯେଉଁ ଚିତ୍ର ଫଟୋ ହେଇଥାଏ ସବୁ ଦେଖିଥାନ୍ତି। କିନ୍ତୁ ଏ ଯେଉଁ ଚିନ୍ତାଧାରା ଆପଣ ଟିକେ ଚିନ୍ତା କଲେ ଶିବ ଯିଏ ଆମେ ତାକୁ ପୂଜା କରୁଛନ୍ତି, ମାନେ ଯାହାକୁ ଆଦର୍ଶ ଭାବିକି ଯେ ଈଶ୍ୱର ଭାବିକି ପ୍ରଭୁ ଭାବିକି ନିଜର ଗୋଟେ ଏତେ ଆଦର୍ଶ ଏତେ ଉଚ୍ଚ ଆସନରେ ତାଙ୍କୁ ଆମେ ବସେଇଛନ୍ତି। ଆଦର୍ଶ ଆଉ ମଣିଷର ଗୋଟେ ସବୁଠାରୁ ବଡ଼ ପ୍ରତୀକ ଭାବରେ ଆମେ ନେଇଛନ୍ତି। ମଣିଷଠୁ ଆହୁରି ବଡ଼, ମାନେ ମଣିଷ ତ ଯାହା ମଣିଷଠୁ ଏତେ ଉଚ୍ଚରେ ସିଏ ଅଛନ୍ତି, ତାଙ୍କୁ ରଖାଯାଇଛି, ତାଙ୍କଠାରୁ ଆଉ ବଡ଼ କେହି ନାହିଁ। ତେଣୁ ଏତେ ଆଦର୍ଶ ଏତେ ଉଚ୍ଚ ଉପରେ ଯାହାକୁ ଆମେ ବସୁଛେ ସିଏ ଏତେ କ'ଣ ଖରାପ ହେଇପାରନ୍ତି? ଗୋଟେ ବାଘ ଛାଲ ମାରିକି ବାଘକୁ ମାରିକି ଛାଲ ଆମେ କରିବା ବା ଯେଉଁଟା କୁହାଯାଏ ଯେ ଈଶ୍ୱରଙ୍କର ସନ୍ତାନ ହେଉଛନ୍ତି ସାରା ଜୀବଜଗତର ସମସ୍ତେ, ସେମିତି ବାଘ ବି ଗୋଟେ ତାଙ୍କର ସନ୍ତାନ। କେହି ବାପା ମା' କ'ଣ କେହି ମାରିକି ଛୁଆମାନଙ୍କୁ ବା ପିଲାମାନଙ୍କୁ ମାରିକି ତା ଛାଲ ଧାରଣ କରିପାରିବ ବା ପିନ୍ଧିପାରିବ? ଏଇଟା କେତେ ବିଚିତ୍ର କଥା, କେତେ ଅସଙ୍ଗତ କଥା ଆମ ମନ ଭିତରକୁ ଆସିଛି। ଆମକୁ କେତେ ଗୋଟେ ରହସ୍ୟ ବା ଆମକୁ କେତେ ଉଦ୍ଭଟ ଚିନ୍ତା ଭିତରେ ଗୋଟେ ଭ୍ରମଧାରଣା ଭିତରେ ଆମକୁ ରଖାଯାଇଛି। ଏହାକୁ ଚିନ୍ତା କରିବାର ବେଳ ଅଛି। ଆମେ ବର୍ତ୍ତମାନ ଜ୍ଞାନ ଆମର ଅଛି ମସ୍ତିଷ୍କରେ, ଆମେ ଯାହାହେଲେ ଗୋଟେ ଈଶ୍ୱର ଆମକୁ ଦେଇଛନ୍ତି ବିଦ୍ୟା ଜ୍ଞାନ ବୁଦ୍ଧି, ସେଭଳି ଆମେ ଚିନ୍ତା କରିବା ଇଏ ଠିକ୍ ନା ଭୁଲ ଆପଣ ଚିନ୍ତା କରନ୍ତୁ। ଆଉ ତାଙ୍କୁ କୁହାଯାଇଛି ତମେ ଭସ୍ମ ଲେପ କରନ୍ତି ଆଉ ମଶାଣି ରହନ୍ତି। ମଶାଣିରେ କାହିଁକି ଶିବ ରହିବେ? ଶିବ ହେଉଛି କଲ୍ୟାଣ ଧାତୁରୁ ଆସିଛି ଆମର ଯେଉଁ ସଂସ୍କୃତ ଶବ୍ଦ। ଶିବ ସବୁ ଯଦି ଆମେ ଚିନ୍ତା କରିବା ବା ମନେ ପକାଇବା ତାହେଲେ ଶିବ କଲ୍ୟାଣ ଧାତୁରୁ ଆସିଛି, ଯିଏକି ମଙ୍ଗଳମୟ। ମଙ୍ଗଳ ଯିଏ ଯାହା କରନ୍ତି ବା କରୁଣାମୟ ହେଉଛନ୍ତି ସିଏ। ଯିଏ ମଙ୍ଗଳ କରନ୍ତି ଶରୀରର ହେଉ ବା ଦେହର ହେଉ, ମଣିଷର ହେଉ, ଏ ଜୀବଜଗତର ହେଉ, ଏ ସାରା ବିଶ୍ୱ ବ୍ରହ୍ମାଣ୍ଡର ହେଉ, ଯିଏ ଏତେ କଲ୍ୟାଣକାରୀ ମଙ୍ଗଳମୟ ସିଏ କ'ଣ ଏତେ ଖରାପ ହେଇପାରନ୍ତି? ଆଉ ତାଙ୍କ ପିଲାମାନଙ୍କୁ ମାରିକି ପିନ୍ଧି ପାରନ୍ତି? ଆଉ ସାପକୁ ଗୁରେଇ ହେଇପାରନ୍ତି? ସେ ତା ବେକରେ ନା ଅଣ୍ଟାରେ ଗୁରେଇ ପାରନ୍ତି? ଡମ୍ବୁର ଧାରଣ କରିପାରନ୍ତି? ଏ ସବୁ ଡମ୍ବୁର ରହସ୍ୟ ଅଲଗା ଅଛି। ତ୍ରିଶୂଳ ଯେ ଧାରଣ କରିକି ମାରିବେ, ଏସବୁ ମାନେ ମାରିପାରିବେନି, ସେ ମାରିପାରନ୍ତିନି କାହାକୁ। ଅର୍ଥାତ୍ ହତ୍ୟା କରିବ, ହତ୍ୟାକାରୀର ସଦୃଶ ଆମେ ଦେବା ନାହିଁ। ହତ୍ୟାକାରୀର ନାମ କେମିତି ଆମେ ଦେବା? ସେମାନେ କ'ଣ କରନ୍ତି? ଶିବ କେମିତି, ତ୍ରିଶୂଳ କ'ଣ, ଆଉ ସବୁ ଆସ୍ତେ ଆସ୍ତେ ଆମେ ରହସ୍ୟ ଖୋଲିବା, ଟିକେ ଟିକେ ଜାଣିବା ତା'ର ପ୍ରକୃତ ରହସ୍ୟ କ'ଣ, ପ୍ରକୃତ କଥା କ'ଣ, ଅର୍ଥ କ'ଣ। ଆମକୁ ଅର୍ଥଠାରୁ ଦୂରେଇକି ନେଇଯାଇଛି। ମଣିଷ ଆମକୁ ମାନେ ବତେଇ ନାହାନ୍ତି। ଯେଉଁମାନେ ବିଜ୍ଞ ବ୍ୟକ୍ତି ଥିଲେ ଆମକୁ ସବୁ ଜଣେଇଥିଲେ, ପ୍ରକୃତ ବିଜ୍ଞ ବ୍ୟକ୍ତିମାନେ ତା'ଠାରୁ ଆହୁରି ଏ ଯେଉଁ ପ୍ରବଚକ ଯେଉଁମାନେ ଅଛନ୍ତି ସେମାନଙ୍କ ଆମକୁ ସତ୍ୟତାଠାରୁ ଦୂରେଇ ରଖିଛନ୍ତି। କ'ଣ ପ୍ରକୃତରେ ଶିବ ଆମର କ'ଣ ପିନ୍ଧନ୍ତି, ଯେଉଁ କାହିଁକି ଶିବ ପ୍ରକୃତରେ କିଏ? ନା ଆମର ଯେଉଁ ମନ୍ତ୍ର ଅଛି ଦେଖିବା ଯେ କର୍ପୂର ଗୌରମ କରୁଣାବତାର ସଂସାର ସାରମ୍ ଭୁଜଗେନ୍ଦ୍ର ହାରମ୍ ସଦା ବସନ୍ତମ ହୃଦୟରେ ବିନ୍ଦେ ଭବମ୍ ଭବାମି ସହିତ ନମାମି। ଅର୍ଥାତ୍ କ'ଣ ନା କର୍ପୂର ଗୌରମ କରୁଣାବତାର, କର୍ପୂର ଭଳିଆ ଧଳା ଯିଏ ହେଇଥିବ, ଅର୍ଥାତ୍ ଏଇ ଆତ୍ମାର ରୂପ ହେଉଛି ଧଳା ଶୁଭ୍ର, ସେ ହେଉଛନ୍ତି ଶୁଭ୍ର। ଆପଣ ଦେଖନ୍ତୁ ପ୍ରତ୍ୟେକ ଶ୍ଲୋକ, ସେ ଗଣେଶଙ୍କ ଶ୍ଲୋକ ଦେଖନ୍ତୁ, ଆମର ସରସ୍ୱତୀଙ୍କ ଶ୍ଲୋକ ଦେଖନ୍ତୁ, ସବୁଗୁଡ଼ାକ ସେ ଶୁଭ୍ର ସ୍ଫଟିକ ରୂପ ତାଙ୍କର। ଶିବଙ୍କର ବି ଅଛି ସ୍ଫଟିକ ଶଙ୍ଖା ଗୋଟେ ମନ୍ତ୍ର ଅଛି ସ୍ଫଟିକ ସଦୃଶ। ଅର୍ଥାତ୍ ଆତ୍ମାର ରୂପ ହେଉଛି ସେ ଯେଉଁ ଦୀପ୍ତି ପ୍ରଦୀପ୍ତ ବା ଦୀପଶିଖାର ରୂପରେ, ଯେଉଁଟାକି ଆମେ ଯେମିତି ଗଣେଶଙ୍କ ମନ୍ତ୍ର ଅଛି 100 କୋଟିଏ ସୂର୍ଯ୍ୟ ସମ, କୋଟି ସୂର୍ଯ୍ୟ ସମ।
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ। ଗୋଟିଏ ସୂର୍ଯ୍ୟର ଆଲୋକ ଯିଏ ଦେଇପାରେ ସେ ହେଉଛି ସେ ଧଳା ଶୁଭ୍ର ରୂପ, ଶୁଭ୍ର ରଙ୍ଗ। ସେ ପୁଣି କରୁଣର ଅବତାର ହେଇଥିବେ ଆଉ ମଙ୍ଗଳମୟ ହେଇଥିବେ। ଏ ଯେଉଁ ଜିନିଷ ତାଙ୍କ ପାଖରେ ଅଛି। ଆଉ ଭୁଜଗେନ୍ଦ୍ର ହାରମ, ଭୁଜଗେନ୍ଦ୍ର ହାରମ ମାନେ ଭୁଜ ଭଳି ସର୍ପ ଭଳି କୁଣ୍ଡଳି କାଟିକି ଯିଏ ଶୟନ କରି ରହିଥାନ୍ତି। ଶାନ୍ତାକାର ଭୁଜ ଶୟନ ପଦ୍ମନାଭ ସୁରେଶ, ଏ ଯେଉଁ ମନ୍ତ୍ର ଅଛି ଆମର ବିଷ୍ଣୁ ବା ଶ୍ଲୋକଙ୍କର, ବିଷ୍ଣୁଙ୍କ ବା ନାରାୟଣଙ୍କର ମନ୍ତ୍ର, ଏସବୁ ସେଇଠି ଆପଣମାନେ ସେଇ ପ୍ରତ୍ୟେକ ମନ୍ତ୍ରକୁ ଟିକେ ଦେଖନ୍ତୁ। ଇଏ କ'ଣ କରନ୍ତି ନା ଆତ୍ମା ତା ଭିତରେ, ଏଇ ଶରୀର ଭିତରେ ପ୍ରତ୍ୟେକ ଇନ୍ଦ୍ରିୟ ଗୁଡ଼ାକୁ ସର୍ପ ଆକାରର ଧାରଣ କରିଥାନ୍ତି। ସର୍ପ ଭଳିଆ ହାର କରିକି ପିନ୍ଧିଥାନ୍ତି 10 ଇନ୍ଦ୍ରିୟ, ଆଉ ମନକୁ ହାର କରିକି ପିନ୍ଧିଥାନ୍ତି। କ'ଣ ଭୁଜଗେନ୍ଦ୍ର ହାର, ଏସବୁ ତାର କଥା ପ୍ରକୃତରେ। ଆଉ ଯିଏ ଏତେ ଭଲ ହେଇପାରେ ତାକୁ ଏଇ ମଣିଷ ସଜେଇ ଦେଇଛି। ଗୋଟେ ପିନ୍ଧିଛନ୍ତି ଛାଲ ଆଉ ଭସ୍ମ ଲେପନା। ପ୍ରକୃତରେ ସେ ଶିବଙ୍କର ଗୁଣ ଇଏ ନୁହେଁ। ଆଉ ଗୋଟେ କଥା ଅଛି କ'ଣ ନା, ସିଏ ଯେଉଁ ଭାଙ୍ଗ ଆଉ ଗଞ୍ଜେଇ ନା, ଭାଙ୍ଗ ଗଞ୍ଜେଇ ସିଏ ପ୍ରକୃତରେ ଖାଆନ୍ତି ନାହିଁ। ମଣିଷ ନିଜର ଜିହ୍ବା ଲାଳସା, ନିଜର ଶରୀରର ସୁଖ ପାଇଁ ଏସବୁକୁ ନିଜେ ନେଇକି ଈଶ୍ୱରଙ୍କ ନାଁ ଦେଇଛି। ଏଇଥିରୁ ଆମେ ବିରତ ରହିବା। ଆଉ ଆମ ଭଗବାନମାନଙ୍କୁ, ଈଶ୍ୱରମାନଙ୍କୁ ଆମେ ଧୀରେ ଧୀରେ ଶୁଣିବା ପ୍ରତ୍ୟେକ ଭଗବାନମାନଙ୍କର, ଈଶ୍ୱରଙ୍କର କଥା। ଏଇ ମାଧ୍ୟମରେ ଆପଣଙ୍କୁ କେମିତି ଲାଗିଲା ଜଣାଇବେ। ଏଇଠି ରହୁଛି ଭଲ କି ଖରାପ ଆପଣ ଚିନ୍ତା କରି ନିଜେ ଦେଖିବେ। ରହୁଛି ସମସ୍ତେ ଭଲ ମଙ୍ଗଳ ଆସନା କରି।